ଭୁଲ କ'ଣ ଠିକ୍ କ'ଣ ଆମକୁ ଭଲସେ ଜଣା ଥାଏ। ତଥାପି ଆମେ ଭୁଲକୁ ବାଛିଥାଏ ଏବଂ ପରେ ଯେବେ ବିପରୀତ ପରିଣାମ ମିଳିଥାଏ ଆମେ ଭାଗ୍ୟକୁ ଦୋଷ ଦେଇଥାଏ। ସବୁ ଏହି କର୍ମର ଖେଳ। କର୍ମ ଯେପରି ଭାଗ୍ୟ ସେପରି ହେବ। ଆମେ ନିଜର କର୍ମକୁ ନ ସୁଧାରି କେବଳ ଭାଗ୍ୟ ଉପରେ ନିର୍ଭର ରହିଯାଏ, ଯାହା ପାଇଁ ଜୀବନଟା ଉଦାସରେ କଟିଯାଏ। ଯାହା ଜିଭକୁ ଭଲ ଲାଗେ ଆଜ୍ଞା ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, କିନ୍ତୁ ଯାହା ଜିଭକୁ କଡ଼ା ଲାଗିଥାଏ ତାହା ଶରୀର ପାଇଁ ହିତକାରକ ହୋଇଥାଏ। ସେହିପରି ଯାହା ଶରୀରକୁ କଷ୍ଟ ଦେଇଥାଏ ତାହା ଶରୀରକୁ ମଜବୁତ ବି କରିଥାଏ, ଯେପରି ଜିମ୍ ଯିବା ବା ଏକ୍ସରସାଇଜ କରିବା। ଠିକ୍ ସେହିପରି ଯାହା ମନକୁ କଷ୍ଟ ଦେଇଥାଏ ତାହା ଆମ ଭବିଷ୍ୟତକୁ ସୁନ୍ଦର ବନାଇଥାଏ। ଆମେ ଭାବିଥାଏ କିଛି ପୁଣି କରିଥାଏ ଅନ୍ୟ କିଛି। ଯାହା ଜରୁରୀ ତାକୁ ଛାଡ଼ି ଆମେ ତାହା କରି ଯାହା ଆମକୁ ଖୁସି ଦେଇଥାଏ, ଏବଂ ଅଳ୍ପ ସମୟର ଖୁସି ହିଁ ସାରା ଜୀବନ ପାଇଁ ଅଭିଶାପ ଭଳି କାମ କରିଥାଏ। ସମସ୍ତେ ଚାହାନ୍ତି ଖୁସିରେ ରହିବାକୁ, କିନ୍ତୁ ଆମେ ଏପରି କିଛି ନିଷ୍ପତ୍ତି ନେଇଥାଏ ଯାହା ଆମର ଉନ୍ନତିରେ ବାଧକ ସାଜିଥାଏ, ଯାହା ପାଇଁ ଅବସୋସ ଏବଂ ଦୁଃଖ ସାରା ଜୀବନ ପାଇଁ ରହିଥାଏ। ଆମେ ଏହା ବି ଚାହିଁଥାଏ କି ଆମ ଜୀବନ ଭଲରେ କଟୁ, ମାନେ ଏବେ ଯେମିତି ଜୀବନଟିକୁ ବଞ୍ଚୁଛେ ଆଉ ଟିକେ ଭଲସେ ଜୀବନ ବିତେଇବା ପାଇଁ। କିନ୍ତୁ ଗୋଟିଏ ପ୍ରଶ୍ନ ନିଜକୁ ପଚାରିବା ଦରକାର, କ'ଣ ଆମେ ଏପରି କିଛି କରୁଛେ ଯେପରି ଆମ ଜୀବନ ସତରେ ଭଲରେ କଟିପାରିବ? ନା ଆମେ କେବଳ ଏବେର ଖୁସି ବିଷୟରେ ଚିନ୍ତା କରୁଛେ? ଆମେ କାମ କରିବା ଛାଡ଼ି କେବଳ ପ୍ଲାନିଂ କରୁଛେ। ଆଉ ଏମିତି ପ୍ଲାନିଂ କଲେ କ'ଣ ଲାଭ ହେବ? କାରଣ ଏହି ପ୍ଲାନିଂ ଯଦି ଆମେ କାର୍ଯ୍ୟକାରୀ ନ କରୁଛେ, ଆମର ଏହି ପ୍ଲାନିଂ କେବଳ ଆମ ଭାବନା ଭିତରେ ସୀମିତ ହୋଇ ରହିଯାଉଛି। ଯେପରି ଆମେ ସୁନ୍ଦର ଏବଂ ଫିଟ୍ ରହିବାକୁ ଚାହୁଁଛେ, ବଟ୍ ଜିମ୍ ଯାଉନେ କି ଏକ୍ସରସାଇଜ କରୁନେ। ପରୀକ୍ଷାରେ ଟପ୍ କରିବାର ଇଚ୍ଛା ଅଛି, ବଟ୍ ପାଠ ଠିକ୍ ସେ ପଢ଼ୁନେ। ପଇସା ରୋଜଗାର କରିବାର ଇଚ୍ଛା ଅଛି, ଧନୀ ହେବାର ଇଚ୍ଛା ଅଛି, ବଟ୍ କାମ ଆମେ କରୁନେ। ସବୁ ଜିନିଷକୁ ଆମେ କାଲି ଉପରେ ଟାଳି ଦେଉଛେ। ଏପରି କାହିଁକି ହେଉଛି? କାହିଁକି ନା ଆମର ନିଜ ଉପରେ କଣ୍ଟ୍ରୋଲ ନାହିଁ। ନିଜର ଅଭ୍ୟାସ ଉପରେ, ନିଜର ବିଚାର ଉପରେ, ନିଜର ଭାବନା ଉପରେ ଆମର କୌଣସି ବି କଣ୍ଟ୍ରୋଲ ନାହିଁ। ଆଉ ଗୋଟିଏ ଭୁଲ ଜିନିଷ ଆମେ ବିଚାର କରି ରଖିଛେ କି ଯାହା ପାଖରେ ପଇସା ଅଛି ସେ ପରଫେକ୍ଟ ଏବଂ ସ୍ମାର୍ଟ ହୋଇପାରିବ। ନା ବନ୍ଧୁ, ଏଇଟା ଭୁଲ କଥା। ପ୍ରକୃତରେ ପଇସା ଆପଣଙ୍କୁ ନୁହେଁ, କିନ୍ତୁ ଯଦି ଆପଣ ସ୍ମାର୍ଟ ଏବଂ ପରଫେକ୍ଟ ହୋଇଯାଆନ୍ତି ତେବେ ଆପଣ ବହୁତ ସାରା ପଇସା ରୋଜଗାର କରିପାରିବେ। ଅର୍ଥାତ୍ ପରଫେକ୍ଟ ଏବଂ ସ୍ମାର୍ଟ ଲୋକ ପଇସା ରୋଜଗାର କରିପାରିବେ, ବହୁତ ରୋଜଗାର କରିପାରିବେ। ସେଥିପାଇଁ ବନ୍ଧୁଗଣ, ପ୍ରଥମେ ଆପଣ ସ୍ମାର୍ଟ ଏବଂ ପରଫେକ୍ଟ ହୁଅନ୍ତୁ। ଚାଲନ୍ତୁ ଜାଣିବା କିପରି ଆପଣ ସ୍ମାର୍ଟ ଏବଂ ପରଫେକ୍ଟ ହୋଇପାରିବେ। ଯଦି କରିନାହାନ୍ତି ତେବେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଏହିପରି ଭିଡ଼ିଓ ଆପଣଙ୍କ ପାଇଁ ମୁଁ ସବୁବେଳେ ଭେଟିଦେବି। ଏବେ ପ୍ରଥମ ପଏଣ୍ଟ ଏହା କି ଆମେ ଲେଖିବା, ଡାଏରୀ ଲେଖିବା। ହଁ ଆଜ୍ଞା, ଲେଖିବା ଦ୍ୱାରା ଆପଣଙ୍କ ଶବ୍ଦକୁ ଚିହ୍ନିବାର ଏବଂ ତାର ଉଚିତ ବ୍ୟବହାର ଠିକ୍ ସେ କରିବା ଜାଣିପାରିବେ। ଆପଣ ପ୍ରତ୍ୟେକ ଦିନ କ'ଣ କ'ଣ କଲେ ତାହା ଆପଣ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ ଲେଖନ୍ତୁ। ଆରମ୍ଭରୁ ଗୋଟିଏ ଧାଡ଼ି କିମ୍ବା 2 ଧାଡ଼ି ଲେଖିପାରିବେ। କିନ୍ତୁ ବଡ଼ କଥା ହେଉଛି ଏହା କି ଲେଖିବା ବେଳେ ଆପଣ କ'ଣ ଲେଖିବେ ଏବଂ ତାକୁ କିପରି ଲେଖିବେ ତାହା ଆପଣଙ୍କ ମାଇଣ୍ଡରେ ଚାଲିଥିବ। ଆଜିକାଲିର ଏଇ ଯେଉଁ ସୋସିଆଲ ମିଡ଼ିଆ ଯୁଗରେ ମାଇଣ୍ଡ ପୁରା ଅଳସୁଆ ହୋଇଗଲାଣି, ଆପଣଙ୍କ ବିଚାରକୁ ପୁରା ଦୁର୍ବଳ କରିସାରିଲାଣି। ସେଥିପାଇଁ ଆପଣ ନିଜ ବିଷୟରେ ବି ଠିକ୍ ସେ ନିଷ୍ପତ୍ତି ନେଇପାରୁନାହାନ୍ତି ଏବଂ ଆପଣ ଅନ୍ୟ ଉପରେ ନିର୍ଭର ରହୁଛନ୍ତି, ଏବଂ ଏହି ଚାଲାକ ଲୋକ ଆପଣଙ୍କର ଭଲ ଫାଇଦା ଉଠାଉଛନ୍ତି। ଲେଖିବା ଦ୍ୱାରା ଆପଣ ନିଜେ ଅନୁଭବ କରିପାରିବେ ଯେଉଁ ଦୁନିଆ ଆପଣଙ୍କୁ ଆଗରୁ ଭଲ ଲାଗୁନଥିଲା ଏବେ ସେହି ଦୁନିଆ ଆପଣଙ୍କୁ ଭଲ ଲାଗିବ। ନିଜର ଅନେକ ସମସ୍ୟାର ସମାଧାନ ଆପଣ ନିଜେ କରିପାରିବେ, ଅନ୍ୟ ଉପରେ ଆଉ ଡିପେଣ୍ଡ ରହିବେନି। ଦ୍ୱିତୀୟ ପଏଣ୍ଟ, ବିଜି ରହିବା। ନିଜକୁ ବ୍ୟସ୍ତ ରଖନ୍ତୁ। ଏତେ ବ୍ୟସ୍ତ ରଖନ୍ତୁ ଯେପରି କୌଣସି ଫାଲତୁ ବିଚାର ପାଇଁ ସମୟ ନଥିବ। ଫାଲତୁ ବିଚାର ଯେବେ ମନକୁ ନ ଆସିବ ନା, ସେତେବେଳେ ଫାଲତୁ ଲୋକ ମଧ୍ୟ ଆପଣଙ୍କ ସମୟକୁ ନଷ୍ଟ କରିପାରିବେ ନାହିଁ। କିନ୍ତୁ ବ୍ୟସ୍ତ ରହିବାର ଅର୍ଥ ଏହା ବି ନୁହେଁ କି ଦିନ ସାରା ବସି କେବଳ ମୋବାଇଲ ଚଲେଇବା। ବନ୍ଧୁ, ଏପରି କିଛି ଜିନିଷ କରିବାରେ ବ୍ୟସ୍ତ ରୁହନ୍ତୁ ଯାହା ପ୍ରଥମେ ପ୍ରଥମେ ଆପଣଙ୍କୁ କଷ୍ଟ ଲାଗିବ, କିନ୍ତୁ ପରେ ତାକୁ କରିବାରେ ଖୁସି ମିଳିବ। ଆଉ ତାହା କେଉଁଥିରେ ମିଳିବ? ଯେଉଁଥିରେ କିଛି ନୂଆ ଶିଖିବାକୁ ମିଳିବ। ଧରି ନିଅନ୍ତୁ ମାର୍କେଟରେ ଗୋଟିଏ ନୂଆ ଗୀତଟି ଆସିଛି, ତାକୁ ହ୍ୟୁମାନ ସାଗର ଗାଇଛନ୍ତି।
तार बैकग्राउंड म्यूजिक मध्य बहुत सुंदर होईची। जेबे ताकू आमे प्रथम थर सुनिबा हमको बहुत प्लेजर देबो। सेकेंड टाइम मजा टिके कमी जीवो। आउ ताकू जेबे आमे बारंबार सुनि निबा आउ हमको एते खास लागिबो नाही। पुणी नुआ गीतर संधान रे हमर माइंड लागि जीवो। माने गोटी गीत को सुनी सुनी हमर माइंड बोर होई गला। हमर माइंड ता ही एही परि बंधु ताकू सब बेले नुआ दरकार। किंतु एपरि किछि फिजिकली काम अछि जहा माइंड को नुआ नुआ किक देबो, जेउ थेरे माइंड केबे बोर हेबो नाही। ता पई आपण एहा भाबंतु आपण को क्यों काम रे रुचि रखंती। किछि लोकन को चित्र आंकिबा बहुत पसंद, तो आउ किछि लोकन को गीत गाइबा पसंद। सेही परि आपण को क्यों कामटी पसंद ताहा आपण प्रथमे स्थिर करंतु। देखिबे धीरे धीरे आपण भल एवं भलरु आहुरी भल होई बाहरिबे। आउ आपण को माइंड मध्य आपण को अधिक फोर्स करिवो से काम को अधिक रु अधिक भल करिबा पाई। थर्ड पॉइंट, डोंट ट्राई जस्ट डू। अलसुआ प्रकृति आमर स्वभाव होई थाए। जदि आमर अभ्यास को परिवर्तन करा जाए तेबे आमर स्वभाव मध्य बदले जीवो। आमे अनेक जिनिस भाबी थाए किंतु करिबा समय रे केवल खुशी देउथिबा काम ही करि थाए। जरूरी कोन ताहा न करी ताहा करि थाए जहा व्यर्थ अटे। सेथि पई आमको जेबे बहुत जरूरी काम आसे आमे ताकू इग्नोर करि दिए। कारण आमर अलसुआ अभ्यस्त माइंड केवल आम पई खुशी संधाने लागि थाए। से यह खोजे कि केउ थेरे खुशी अछि, केउ थेरे आम पई कंफर्ट जोन अछि। सेथि पई जदि किछि बड़ लक्ष्य देखिछ एवं ता पई किछि करिबार विचार रखिछ तेबे केवल विचार न करी एबे ठारू ताको करिबा आरंभ करि दियो। जेति भी बाहाना आसु सब बाहाना को इग्नोर करि देई एबे ही करो। एबे लास्ट पॉइंट, निजर मूल्य बढ़ाओ। निज ऊपर काम करो। जिम जाओ, शिक्षणीय बही पढ़, सफा सुतर रुह एवं उचित ड्रेस परिधान कर। निजको अन्य ठारू भिन्न देखाओ। एमिति बहुत लोक अछंती खाली बड़ बड़ गप मारंती किंतु काम करबा समय रे देखा दियंती नाही। एपरि लोकंको ठारू यथा संभव निजको बंचेई कि रख। एमानको ठारू दूरी रुह। एमानको सह रहिले आपण भी एमानको परि हेबाको लागिबे। कथा कम कहतु एवं जेतिकी कहउछंती ओजनदार कहतु। मागणारे मिली गले मनीष तार मूल्य बुझी पारि न थाए। सेति पई निजर व्यक्तित्व, निजर पराकाष्ठा, निजर स्किल एवं निजर कथा कहिबार क्वालिटी को एते बढ़ेई दियो कि लोक आपण को पाखरे पाइबा को इच्छा करिवे। किंतु आपण केवल अति जरूरी थिले ही ताको पाख को जानतु, बाहर को बाहरतु। देखिबे दिन प्रतिदिन आपणकर डिमांड बढ़िबा को लागिबो। चालाकीर सह सबु शुणु किंतु काहाकू अजथारे उत्तर दियंतु नाही। चारिपटर परिवेश को अनुध्यान करी जेबे उचित लागुची सेतेबेले ही कहंतु। साहसर सह कहंतु। जदि न जानिछंती तेबे चुप रही ठीक से भाबंतु एवं मन भितरे उचित विचार नियंतु। जेपरि परे कहिबा बेले आपनक कथा को समस्ते ध्यान देई सुनिबे। औकात बढ़ांतु बंधु, औकात बढ़ांतु। चालाकीर सह बंचिबा शिखंतु। चालाकीर सह कथा कहिबा शिखंतु। एपरि कहंतु जेपरि कथारे कि छलरे आपण को केही हरई पारिबे ना। दर्शक बंधु आज पे एतिकी। भल लागिथिले लाइक, शेयर, सब्सक्राइब निश्चय करि दियंतु। पुणी देखा हेबो किछि नुआ वार्ता एवं किछि नुआ विचार को नै। से पर्यंत निजर जत्न नियंतु, खुशी रे रुहंतु। जय जगन्नाथ, जय श्री कृष्ण। धन्यवाद।